ଧ୍ୟାନ ପ୍ରାର୍ଥନା କାରିକଲ ଏପ୍ରିଲ 13, 1914। ସବୁକିଛି ମିଳିତ ହୋଇ ଯୋଗାଯୋଗ ସୃଷ୍ଟି କରିଛି, ଯଦ୍ୱାରା ମୁଁ ଆଉ ଅଭ୍ୟାସର ଜୀବ ହୋଇ ନ ରହେ। ଏହି ନୂତନ ଅବସ୍ଥାରେ, ଏହି ଜଟିଳ ଓ ଅନିଶ୍ଚିତ ଘଟଣାବଳୀ ମଧ୍ୟରେ ତୋର ଅଚଞ୍ଚଳ ଶାନ୍ତି ଯେପରି ପରିପୂର୍ଣ୍ଣ ଭାବେ ଉପଲବ୍ଧି କରିଛି, ସେପରି ଆଉ କେବେ କରିନାହିଁ। ମୋର ମୁଁ ପୂର୍ଣ୍ଣ ରୂପେ ଲୋପ ପାଇଛି ଏବଂ ତାହା ସ୍ଥାନରେ ତୋର ଏକମାତ୍ର ଦିବ୍ୟ ଶାନ୍ତି ପ୍ରତିଷ୍ଠିତ ହୋଇଛି। ସବୁକିଛି ସୁନ୍ଦର, ସୁସମଞ୍ଜସ, ପ୍ରଶାନ୍ତ, ସବୁକିଛି ତୋ ଦ୍ୱାରା ପୂର୍ଣ୍ଣ। ପ୍ରଦୀପ୍ତ ସୂର୍ଯ୍ୟ ମଧ୍ୟରେ ତୁ ହିଁ ସମୁଜ୍ଜ୍ୱଳ। ମଧୁର ହିଲ୍ଲୋଳ ମଧ୍ୟରେ ତୋର ଛନ୍ଦ ବହମାନ। ଆମମାନଙ୍କ ହୃଦୟ ମଧ୍ୟରେ ତୁ ହିଁ ପ୍ରକାଶିତ ଏବଂ ସକଳ ଜୀବ ମଧ୍ୟରେ ତୁ ଅଧିଷ୍ଠିତ। ଏପରି ପ୍ରାଣୀ ନାହିଁ, ଏପରି ବୃକ୍ଷଲତା ନାହିଁ, ଯେଉଁମାନଙ୍କ ତୋ କଥା ମୋତେ କହନ୍ତି ନାହିଁ ଏବଂ ଯାହା କିଛି ଉପରେ ଦୃଷ୍ଟିପାତ କରେ, ତା ଉପରେ ତୋ ନାମ ଲେଖା ହୋଇଛି। ହେ ପ୍ରେମମୟ ପ୍ରଭୁ, ତେବେ ଅବଶେଷରେ କ'ଣ ତୁ ମୋର ପ୍ରାର୍ଥନା ପୂର୍ଣ୍ଣ କରିଛୁ? ମୁଁ କ'ଣ ସମ୍ପୂର୍ଣ୍ଣ ରୂପେ ତୋର ହୋଇଯାଇଛି? ମୋ ଚେତନା ନିଃସଂଶୟରେ ତୋର ଚେତନା ସଙ୍ଗେ ଏକତ୍ୱ ପ୍ରାପ୍ତ ହୋଇଛି। ଏପରି ବା ମୁଁ କ'ଣ କରିଛି, ଯଦ୍ୱାରା ମୁଁ ଏହି ମହାନ ସୁଖର ଅଧିକାରୀ ହୋଇପାରିଛି? ମୁଁ କେବଳ ମାତ୍ର ଏକନିଷ୍ଠ ଭାବେ ଏହା କାମନା କରିଛି, ସ୍ଥିର ସଂକଳ୍ପ ସହ ଚାଲୁଛି, କିନ୍ତୁ ଏହା ଅତି ସାମାନ୍ୟ। କିନ୍ତୁ ହେ ଭଗବାନ, ବର୍ତ୍ତମାନ ମୋ ମଧ୍ୟରେ ମୋର ଇଚ୍ଛା ନୁହେଁ, ତୋର ଇଚ୍ଛା ହିଁ ବାସ କରେ। ଏହି ସୌଭାଗ୍ୟ ଯେପରି ସମସ୍ତଙ୍କ ପକ୍ଷରେ ଫଳଦାୟକ ଓ ଲାଭଜନକ ହୁଏ, ତୁ ହିଁ ତାହା କରିପାରୁ, କାରଣ ଏହା ମଧ୍ୟ ଦେଇ ଯେତେ ଦୂର ସମ୍ଭବ ସବୁଠାରୁ ବେଶୀ ସଂଖ୍ୟକ ବ୍ୟକ୍ତି ତୋତେ ଉପଲବ୍ଧି କରିପାରନ୍ତି। ହେ ଭଗବାନ, ସକଳେ ତୋତେ ହିଁ ଜାଣନ୍ତୁ, ତୋତେ ହିଁ ପ୍ରେମ କରନ୍ତୁ, ତୋର ସେବା କରନ୍ତୁ। ସମସ୍ତେ ଯେପରି ସେହି ପରମ ଆତ୍ମନିବେଦନର ଅଧିକାରୀ ହୋଇ ଉଠନ୍ତୁ। ହେ ପ୍ରେମ, ଦିବ୍ୟ ପ୍ରେମ, ସମସ୍ତ ଜଗତରେ ପ୍ରସାରିତ ହୁଅ। ଜୀବନକୁ ନୂତନ କରି ଗଢ଼ିଦିଅ, ବୁଦ୍ଧିକୁ ପ୍ରଦୀପ୍ତ କର, ଅହଙ୍କାରର ସକଳ ବନ୍ଧନକୁ ଭାଙ୍ଗିଦିଅ, ଅଜ୍ଞାନର ବାଧା ଦୂର କର ଏବଂ ପୃଥିବୀର ଜ୍ୟୋତିର୍ମୟ ଅଧୀଶ୍ୱର ହୁଅ। ମା।